ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 10 ୟୁନିଟ୍ 3 ଜ୍ଞାତିତ ଶବ୍ଦାବଳୀ ତତ୍ତ୍ୱ କ'ଣ? ଯେଉଁମାନଙ୍କ ଦ୍ୱାରା ଜଣେ ବ୍ୟକ୍ତି ଜ୍ଞାତିତ ମାଧ୍ୟମରେ ସମ୍ପୃକ୍ତ ହୋଇଥାଏ ସେମାନଙ୍କୁ ବିଭିନ୍ନ ଭାଷାରେ ସୂଚାଇବା ପାଇଁ ବ୍ୟବହୃତ ହେଉଥିବା ବ୍ୟବସ୍ଥାକୁ ଜ୍ଞାତିତ ଶବ୍ଦାବଳୀ ତତ୍ତ୍ୱ କୁହାଯାଏ। ବିଭିନ୍ନ ସମାଜ ବିଭିନ୍ନ ଭାବେ ଜ୍ଞାତିତ ସମ୍ପର୍କକୁ ବର୍ଗୀକରଣ କରିଥାନ୍ତି ଏବଂ ବିଭିନ୍ନ ପ୍ରକାର ଜ୍ଞାତିତ ଶବ୍ଦାବଳୀ ବ୍ୟବହାର କରିଥାନ୍ତି। ଉଦାହରଣ ସ୍ୱରୂପ କେତେକ ଭାଷା ରକ୍ତମୂଳକ ହୋଇଥିବା ବେଳେ ଅନ୍ୟ କେତେକ ଭାଷା ବିବାହ ସମ୍ପର୍କୀୟ ହୋଇଥାଏ। ଜ୍ଞାତିମାନଙ୍କୁ ସୂଚିତ କରିବା ପାଇଁ ଏବଂ ସମ୍ବୋଧନ କରିବା ପାଇଁ କେତେକ ଜ୍ଞାତି ଶବ୍ଦ ବ୍ୟବହୃତ ହୋଇଥାଏ, ଯଥା ସମ୍ବୋଧନ ଶବ୍ଦ ଏବଂ ସୂଚକ ଶବ୍ଦ। ସୂଚକ ଶବ୍ଦାବଳୀ ଅର୍ଥ ହେଲା ଯେଉଁ ଶବ୍ଦ ପ୍ରକୃତ ସମ୍ପର୍କକୁ ପ୍ରକାଶ କରିଥାଏ ତାହାକୁ ସୂଚକ ଶବ୍ଦ କୁହାଯାଏ। ମାତ୍ର ସମ୍ବୋଧନ ଶବ୍ଦ ହେଲା କେତେକ ସମ୍ପର୍କୀୟ ମାନଙ୍କୁ ସୂଚିତ କରିବା ପାଇଁ ବ୍ୟବହୃତ ହେଉଥିବା ଶବ୍ଦକୁ ସମ୍ବୋଧନ ଶବ୍ଦ କୁହାଯାଏ। ଜ୍ଞାତିତ ଶବ୍ଦାବଳୀ। ମୋର୍ଗାନ୍ ଜ୍ଞାତିତ ଶବ୍ଦାବଳୀକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା ବର୍ଗାତ୍ମକ ପଦ୍ଧତି, ସେକେଣ୍ଡ ହେଉଛି ବର୍ଣ୍ଣନାତ୍ମକ ପଦ୍ଧତି। ଫାର୍ଷ୍ଟ କ'ଣ ଦେଖିବା ନା ବର୍ଗାତ୍ମକ ପଦ୍ଧତି। ବର୍ଗାତ୍ମକ ପଦ୍ଧତିରେ ବିଭିନ୍ନ ପ୍ରକାର ଜ୍ଞାତି ଗୋଟିଏ ଭାଗରେ ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ସମସ୍ତଙ୍କୁ ସମାନ ବା ଏକ ଶବ୍ଦରେ ସୂଚିତ କରାଯାଇଥାଏ। ତେଣୁ ଅଙ୍କଲ ଶବ୍ଦଟି ଏକ ବର୍ଗାତ୍ମକ ଶବ୍ଦ ଅଟେ। ଏହା ଚାଚା, ମାମୁଁ, ମଉସା, ଦାଦା ପ୍ରଭୃତି ପାଇଁ ବ୍ୟବହୃତ ହୋଇଥାଏ। କୁକି କ୍ଲାନ୍ ମଧ୍ୟରେ ହେପୁ ଶବ୍ଦଟି କ'ଣ? କୁକି କ୍ଲାନ୍ ମଧ୍ୟରେ ହେପୁ ଶବ୍ଦ, ଏଇଟା ସର୍ଟ କ୍ୱେଶ୍ଚନ୍ ଆସିପାରେ। କୁକି କ୍ଲାନ୍ ମଧ୍ୟରେ ହେପୁ ଶବ୍ଦଟି ବାପାଙ୍କ ବାପା, ମାଙ୍କ ବାପା, ମାଙ୍କ ଭାଇ, ସ୍ତ୍ରୀର ବାପା, ସ୍ତ୍ରୀର ଭାଇ ପ୍ରଭୃତି ପାଇଁ ବ୍ୟବହୃତ ହୋଇଥାଏ। ତାପରେ କ'ଣ ଦେଖିବା ନା ବର୍ଣ୍ଣନାତ୍ମକ ପଦ୍ଧତି। ଏହି ପଦ୍ଧତିରେ କେବଳ ଗୋଟିଏ ଶବ୍ଦ ଗୋଟିଏ ସମ୍ପର୍କକୁ ସୂଚାଇଥାଏ। ଜଣେ ବ୍ୟକ୍ତିର ଅନ୍ୟମାନଙ୍କ ସହିତ ଥିବା ପ୍ରକୃତ ସମ୍ପର୍କକୁ ଏହା ବର୍ଣ୍ଣନା କରିଥାଏ। ଉଦାହରଣ ସ୍ୱରୂପ ପିତା, ମାତା, ମଉସା, ମାଉସୀ, ଭଣଜା, ଭାଣିଜୀ, ଭାଉଜ, ଭାଇ, ଭଉଣୀ ପ୍ରଭୃତି ଶବ୍ଦ ଗୁଡ଼ିକ ବର୍ଣ୍ଣନାତ୍ମକ ଶବ୍ଦ ଅଟନ୍ତି ଏବଂ ଏହା ଜଣଙ୍କର ପ୍ରକୃତ ସମ୍ପର୍କ ବର୍ଣ୍ଣନା କରିଥାଏ ବା ଦର୍ଶାଇଥାଏ। ଲୁସି ମେୟର ମଧ୍ୟ ଜ୍ଞାତିତ ଶବ୍ଦାବଳୀ ଉପରେ ଅଧ୍ୟୟନ କରି କେତେକ ଜ୍ଞାତିତ ଶବ୍ଦାବଳୀକୁ ନିମ୍ନରେ ପ୍ରଦାନ କରିଛନ୍ତି। ଫାର୍ଷ୍ଟ ହେଲା ସ୍ୱଗୋତ୍ରୀୟ। ଏହା କେତେକ ଲୋକଙ୍କ ସମଷ୍ଟି ଅଟେ ଯେଉଁମାନେ ବଂଶାନୁକ୍ରମ ଭାବେ ବ୍ୟକ୍ତି ସହିତ ସଂଯୁକ୍ତ ଥାଆନ୍ତି। ସେମାନଙ୍କର ବ୍ୟକ୍ତି ପ୍ରତି ସାଧାରଣ କର୍ତ୍ତବ୍ୟ ମଧ୍ୟ ଥାଏ। ତାପରେ କ'ଣ ଅଛି ନା ମାତୃ ବା କିମ୍ବା ପିତୃ ସମ୍ବନ୍ଧୀ। ମାତୃ କିମ୍ବା ପିତୃ ସମ୍ବନ୍ଧୀ ଯେଉଁ ବ୍ୟକ୍ତିମାନେ ଯେକୌଣସି ଉପାୟରେ ରକ୍ତ ସମ୍ପର୍କ ଦ୍ୱାରା ସମ୍ପର୍କିତ ହୋଇଥାନ୍ତି ସେମାନେ ମାତୃ କିମ୍ବା ପିତୃ ସମ୍ବନ୍ଧୀ ନାମରେ ପରିଚିତ ଅଟନ୍ତି। ତାପରେ କ'ଣ ଦେଖିବା ନା ବିବାହ ସମ୍ବନ୍ଧୀ। ଯେଉଁମାନେ ଜଣେ ବ୍ୟକ୍ତି ସହିତ ବିବାହ ବନ୍ଧନ ଦ୍ୱାରା ଆବଦ୍ଧ ହୋଇଥାନ୍ତି ସେମାନେ ବିବାହ ସମ୍ବନ୍ଧୀ ଭାବେ ପରିଚିତ ଅଟନ୍ତି। ବଂଶ। ବଂଶାନୁକ୍ରମ ଦ୍ୱାରା ସ୍ଥିରୀକୃତ ସଂଯୁକ୍ତ ଏକ ସମଷ୍ଟି ସମୂହକୁ ବଂଶ କୁହାଯାଏ। ତାର ପାର୍ଶ୍ୱିକ। ଏହା ଜ୍ଞାତି ସମୂହର ପାର୍ଶ୍ୱକୁ ଦର୍ଶାଇଥାଏ। ତାର ବଂଶଜ। ଏହା ବ୍ୟକ୍ତି ସମୂହର ରେଖା ବା ରୈଖିକ ଧାରାକୁ ଦର୍ଶାଇଥାଏ।